ଜାତୀୟ ମାନବ ଅଧିକାର ସାମୁଖ୍ୟ ତରଫରୁ ଭୀମକୁଣ୍ଡଠାରେ ମାନବ ଅଧିକାର ଦିବସ ପାଳିତ। ଜାତୀୟ ମାନବ ଅଧିକାର ସାମୁଖ୍ୟ ସଂଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳର ମନୋଲୋଭାପୂର୍ଣ୍ଣ ସବୁଜ ବଳୟର ଜଙ୍ଗଲ ପରିବେଶ ମଧ୍ୟରେ ଥିବା ବିଖ୍ୟାତ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡଠାରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ ଓ ବଣଭୋଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଠାକୁରମୁଣ୍ଡା ବନ ବିଭାଗର ଫରେଷ୍ଟର PK ହାଇବ୍ରୁ, ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ, ଯୋଗଗୁରୁ ସ୍ୱାମୀ ଚିଦାନନ୍ଦଜୀ ମହାରାଜ, ସଂଗଠନର ଅଧ୍ୟକ୍ଷ ରମେଶ ଭାରତୀ, ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି, ସୋନପୁର ଜିଲ୍ଲା କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସରସ୍ୱତୀ ଦାସ, କରଞ୍ଜିଆର ବରିଷ୍ଠ ଆଇନଜୀବୀ ସୁବ୍ରତ ମହାନ୍ତି, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଇଞ୍ଜିନିୟର ପ୍ରଦୀପ ମହାନ୍ତ, ସୋନପୁର ଜିଲ୍ଲା ସଭାପତି ଦୁଃଖୀରାମ ନାୟକ ପ୍ରମୁଖ ମଞ୍ଚ ମଣ୍ଡନ କରିଥିଲେ। 1948 ମସିହା ଡିସେମ୍ବର 10 ତାରିଖ ଦିନ ମିଳିତ ଜାତିସଂଘର ସାଧାରଣ ସଭାରେ ଗ୍ରହଣ କରାଯାଇଥିବା ଆନ୍ତର୍ଜାତିକ ଘୋଷଣାମା ଅନୁସାରେ ମାନବ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର 10 ତାରିଖକୁ ବିଶ୍ୱ ମାନବ ଅଧିକାର ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ସଂଗଠନ ପକ୍ଷରୁ ବହୁ କର୍ମୀଙ୍କ ଉପସ୍ଥିତିରେ ଏହା ପାଳିତ ହେବା ସହ ସେଠାରେ ସମସ୍ତଙ୍କୁ ବଣଭୋଜିର ଆପ୍ୟାୟିତ କରାଯାଇଥିଲା। ଯାଜପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତୁ ବେହେରା ମଞ୍ଚ ସଞ୍ଚାଳନ କରିଥିବା ବେଳେ ବୌଦ୍ଧ ଜିଲ୍ଲା ସଭାପତି ପ୍ରଶାନ୍ତ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସୁକ୍ରୋଳିର ସମାଜସେବୀ ତଥା ରାଜ୍ୟ ସଂଯୋଜକ ଦୀନବନ୍ଧୁ ସାହୁ ଓ ଠାକୁରମୁଣ୍ଡା ବ୍ଲକ ସଭାପତି ତଥା ଅବସରପ୍ରାପ୍ତ ସୈନିକ ପଦ୍ମାଲୋଚନ ପଣ୍ଡା। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ 60ରୁ ଊର୍ଦ୍ଧ୍ୱ କର୍ମୀ ଓ ପଦାଧିକାରୀ ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ଟନସନ୍ ଟିଭି।